ବର୍ତ୍ତମାନ ସାଗର ମ୍ୟାନେଜର 4 କୋଟି ଟଙ୍କା ଖାଇଯାଇଛି ବୋଲି ଅଭିଯୋଗ ସାଙ୍ଗରେ ବାବୁ ଏଫଆଇଆର ହେଇଯାଉ, ଇନକ୍ୱାରି ହଉ। ଯଦି ସେ ଖାଇତବ ଧରା ହବ, ନ ଖାଇତବ ଛଡା ହବ। ଯଦି ଗୋଟେ ଆଲିଗେସନ ଆସିଛି ମରିଗଲା ପରେ, ଜିଥିଲା ବେଳେ କେହି ଆଣିଲେନି ଆଲିଗେସନ, ମରିଗଲା ପରେ ଆଣିଛନ୍ତି, ଗୋଟେ ଇନକ୍ୱାରି ହଉ। ସେ କାହା କାରଣ ତ ସେ କଣ ପିଲା ଥିଲା ଚୁଆରେ କ୍ଷୀର ପିଉଥିଲା, ସେ ନିଜେ ପିଇ ମରିଗଲା। ଦୋଷ କାହାର ନାହିଁ, ତାର ନିଜର। ଗୋଟେ ଏଡେ ବଡ କଳାକାର, 20,000 ଗୀତ ଗାଇଛୁ, ୱାର୍ଲଡରେ ନାଁ କରିଛୁ, ଇଣ୍ଡିଆରେ ଭୁବନେଶ୍ୱର ଓଡିଶାରେ ଗୋଟେ ପିଇକି ମରିଗଲୁ। ଜଗନ୍ନାଥ ଦେଇଥିଲେ ଗୋଟେ ଆଶୀର୍ବାଦ। ତେଣୁ ମୋର କାହା ଉପରେ ଦୋଷ ନାହିଁ, ଦୋଷ ତାରି ଉପରେ। ସେ ପିଇକି ଆତ୍ମହତ୍ୟା କରିଛି। ନାଇଁ, ସେ ଆଜି ଫେର ବାହାରିଲାନି, ଆଜି ଆଖି ଖୋଲିଲାନି। ଭଗବାନ ସେ ମଜୁମଦାର, ସେ ବି ସେଇଆ, ସେ ପିଇ ତାର କୋଲାପ୍ସ ଭିତରେ ଏକଦମ। ଯାହା ହବ ଜଗନ୍ନାଥ ତାକୁ ବଞ୍ଚେଇ ଦେଲେନି। ଗୁଡେ ଜଗନ୍ନାଥ ଗୀତ ଗାଇছে, ଯାହା ବଞ୍ଚି ଯାଉ। ମୁଁ ଜାଣିପାରୁନି। ନାଇଁ, ମାଗଣା ପିଉଛନ୍ତି, କିଣିକି ପିଉଛନ୍ତି। ଅତ୍ୟଧିକ ପଇସା ହେଇଗଲେ ଖର୍ଚ୍ଚ କରିବା ପାଇଁ ବାଟ ନଥାଏ। ଯେମିତି ବମ୍ବେ ଆର୍ଟିଷ୍ଟ କଳାକାର ମାନେ ପ୍ରାୟ ଡ୍ରଙ୍କର୍ଡ। ଯେତେ ହିରୋ ହିରୋଇନ, ସିଙ୍ଗର, ମ୍ୟୁଜିକ ଡାଇରେକ୍ଟର ସବୁ ପ୍ରଚୁର ଅର୍ଥ। କେତେ ଖାଇବ? ଚୁଙ୍ଗୁଡି ଖାଇବ, ଚିକେନ ଖାଇବ, ମଟନ ଖାଇବ। ତେଣୁ ପିଆରେ ଦାମ ବେଶୀ ସେଇପଟେ ଉଡେଇ ଦିଅନ୍ତେ କଳାକାର ମାନେ। ନାଇଁ, ତାଙ୍କର ରାତି ଘରକୁ ଗଲା ମାନେ ରିଲାକ୍ସ। କଣ କରିବୁ? ଦାମୀ ମଦ ପିଇବୁ, ବାସ୍। ଖାଦ୍ୟ କମ, ସେଇସା ମାରି ଯାଉଛି ଅଳ୍ପ ଦିନରେ। ବହୁତ ଚାଲିବ। କେହି ଭଗବାନ ବି ଆଜି ବନ୍ଦ କରିପାରିବେନି। ଆଏ ବାବୁ ଶୁଣ, ଏ ଓଡିଶାବାସୀ ଶୁଣ, ମତେ ଜାନି ପଟ୍ଟନାୟକ ଏକ୍ସାଇଜ ମନ୍ତ୍ରୀ କରିଥିଲେ। ମୋ ମନ୍ତ୍ରୀପୁରରୁ ରାଜସ୍ୱ ଆଦାୟ ଥିଲା 50 କୋଟି ମାତ୍ର। ମୁଁ ତା ବିଲ୍ ପରିବର୍ତ୍ତନ ଗୋଟେ କର୍ପୋରେସନ କରିଦେଲି, ମଦ କର୍ପୋରେସନ। ଏ ହୋଲସେଲରୁ ରଖିଣିକି ମଦ କର୍ପୋରେସନ ମଦ କିଣିବ, ଟାକ୍ସ ଦବ। 15,500 କୋଟି ଟଙ୍କା ଆଜିକା ରେଟରେ ଆଦାୟ ଓଡିଶା ରାଜ୍ୟ। ଏତେ ପଇସା ପାଉଛ, ଆହୁରି ଦରକାର ପଇସା ତମକୁ? ମଦ ପାଇଁ ମରି ଯାଉଛ ପଇସା ପାଇଁ। ତେଣୁ ମଦ ବନ୍ଦ କରିହବନି। ଟିକେ କଡାକଡି କର। ଯୁବକ ଗୁଡାକ ନଷ୍ଟ ହେଇଯାଉଛନ୍ତି। ବ୍ରାଉନ ସୁଗର ଚାରିଆଡେ ନଙ୍ଗଳା ହେଇ ପିଉଛନ୍ତି, ରେପ୍ କରୁଛନ୍ତି, ମର୍ଡର କରୁଛନ୍ତି। ପ୍ରତିଦିନ ନାରୀ ନିର୍ଯାତନା, କେବଳ ନିଶା। ଆକୁ ଯଦି କଣ୍ଟ୍ରୋଲ କରାଯାନ୍ତା, ବହୁତ ଚେକ୍ ହେଇଯାନ୍ତା।